ଯେତେବେଳେ ଲୋକ ନିରାଶ ହତାଶ ଫ୍ରଷ୍ଟ୍ରେସନ୍ ହାରିବାଟାକୁ ସ୍ୱୀକାର କରିନେବା ଭଲ ତାଙ୍କ ପାଇଁ। କାରଣ ଆଜି ସେ ଅଲରେଡ଼ି ସ୍ୱୀକାର କରିସାରିଲେଣି, ଡାଇରେକ୍ଟ ଇନଡାଇରେକ୍ଟଲି ସ୍ୱୀକାର କରିସାରିଲେଣି। ଆଉ ପଇସାରେ ନିର୍ବାଚନ ହୁଏନି। ନିର୍ବାଚନ ଲୋକ 34 ବର୍ଷ ବାମପନ୍ଥୀ ସରକାର ହଟେଇକି ତାଙ୍କୁ ବହୁ ଆଶା ବିଶ୍ୱାସ ନେଇ ଭୋଟ ଦେଇଥିଲେ। କିନ୍ତୁ 15 ବର୍ଷ ଭିତରେ 15 ବର୍ଷ ଲଗାତାର 3 ଟର୍ମ ଦେଲା ପରେ ବି ପଶ୍ଚିମବଙ୍ଗର ଆର୍ଥିକ ବ୍ୟବସ୍ଥା, ସାମାଜିକ ଅବସ୍ଥା ସେଠିକାର ବିପର୍ଯ୍ୟସ୍ତ ହେଇଗଲା, ଧ୍ୱସ୍ତ ବିଧ୍ୱସ୍ତ ହେଇଗଲା। ତେଣୁ ସବୁ ଲୋକ ଏକାକାର ହେଇକି ବାଛିଛନ୍ତି ପରିବର୍ତ୍ତନ କରିବେ, ଭାରତୀୟ ଜନତା ପାର୍ଟିକି ଦାୟିତ୍ୱ ଦେବେ। ସାଧାରଣ ଲୋକ ସେଠି ନିର୍ବାଚନ ଲଢ଼ୁଥିଲେ ଆଉ ଲଢ଼ୁଛନ୍ତି ଆଜି। ଓଡ଼ିଆ ନେତା ଭାରି ପଡୁଛନ୍ତି କି ବର୍ତ୍ତମାନ ଆଜି ହାରିବା ଭୟରେ ନିଶ୍ଚିତ ଭାବରେ 4 ତାରିଖ ତ ଡିକ୍ଲାର ହେବ, ସେଦିନ ସ୍ପଷ୍ଟ ହେଇଯିବ ସବୁ ବିଷୟ। ସାର୍ ଓଡ଼ିଆ ଅଫିସର ଏବଂ ଓଡ଼ିଆ ନେତାଙ୍କୁ ବାରମ୍ବାର ସେ ଟାର୍ଗେଟ କରୁଛନ୍ତି ତାଙ୍କର ନେତା କଲେ ସେଟା ନ କରିବା ଉଚିତ। କଲେ ତ ସେଟା ତାକୁ ଯେତେ ନିନ୍ଦା କଲେ କମ୍ ହେବ। ସେଭଳି ଚିନ୍ତା ଗୋଟେ ରାଜନୀତି ବ୍ୟକ୍ତି କରିବା ଅନୁଚିତ। ଓଡ଼ିଶାରେ କିଛି ଆଇପିଏସ୍ ଅଧିକାରୀ ଯେଉଁମାନେ କି ସେଠି ନିର୍ବାଚନ ଦାୟିତ୍ୱରେ ଅଛନ୍ତି, ସେମାନେ ଯାଉଛନ୍ତି ବିଜେପି ପ୍ରାର୍ଥୀଙ୍କୁ ଭେଟୁଛନ୍ତି, ତାଙ୍କ ପାଇଁ କାମ କରୁଛନ୍ତି ଅଫିସର ମାନେ, ଆଇପିଏସ୍ ଅଫିସର ମାନେ ଏମିତି ଅଭିଯୋଗ କରୁଛନ୍ତି। ମିଛ ଅଭିଯୋଗ, ତା ଦେହରେ କପଳ କଳ୍ପିତ ଆଉ ଗୋଟେ ଭିତ୍ତିହୀନ ଅଭିଯୋଗ କଲେ କିଏ କ'ଣ କରିବ? ମୁଁ କହିଲି ନା ଯେ କିଛି କାରଣ, ହାରିବାର କାରଣ ଅନେକ, ଜିତିବାର କାରଣ ଗୋଟେ ଜିତିବା। ହାରିବାର କାରଣ ଅନେକ, ଆମେ ଏମିତି କରିଦେଲେ, ସେମିତି କରିଦେଲେ, ପୋଲିସ ଅଫିସର ଦେଇଦେଲେ, ଆର୍ମି ପୁରେଇ ଦେଲେ, ବିଏସ୍ଏଫ୍ ପୁରେଇ ଦେଲେ, ରେପିଡ୍ ଆକ୍ସନ୍ ଫୋର୍ସ ପୁରେଇ ଦେଲେ। 25ଟା କାରଣ ଗଣାଯାଏ ହାରିବା ପାଇଁ। ତେଣୁ ପଇସା ଖର୍ଚ୍ଚ କରିଦେଲେ। ପଇସା କ'ଣ ସରକାର ତାଙ୍କର ବେଙ୍ଗଲରେ ତାଙ୍କର ପଇସା ପାହାଡ଼ ଉପରେ ଅଛନ୍ତି। ପଇସା ତାଙ୍କ ପାଖରେ କମ୍ ଅଛି, ପଇସା ଖର୍ଚ୍ଚ କରିଦେଲେ କି ଜିତିଯିବ? ସମୟ ପଟ୍ଟନାୟକ ଅଭିଯୋଗ ଆସୁଛି ଯେ ନେତୃତ୍ୱ ରାଜ୍ୟରେ କିଏ ନେବ ତାହା ଲୋକ ବାଛିବା ଦରକାର, ପ୍ରଧାନମନ୍ତ୍ରୀ ନେତୃତ୍ୱ ବାଛିବା ତଥାପି ଓଡ଼ିଶା ଲୋକଙ୍କ ଉପରେ ନଦୀ ଦିଆଗଲା। ସେମିତି ନାହିଁ, ପାର୍ଲାମେଣ୍ଟ ପାର୍ଟି ଡିସାଇଡ୍ କରେ। ଭାରତବର୍ଷ ଆମର ପାର୍ଲାମେଣ୍ଟ ପାର୍ଟି, ଆମ ଭାରତୀୟ ଜନତା ପାର୍ଟିର ସର୍ବଭାରତୀୟ ପାର୍ଟି, ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ପାର୍ଟି। ସବୁ କଥା ଚର୍ଚ୍ଚା ଆଲୋଚନା ମାଧ୍ୟମରେ କରାଯାଏ। ସେଥିପାଇଁ ଏ ଦଳର କେବେ 51 ମସିହାର ଆଜି ପର୍ଯ୍ୟନ୍ତ କୌଣସି ଗୋଟେ ବିଭାଜନ ହେଇନି କି ଦଳରେ କେବେ ଦ୍ୱନ୍ଦ୍ୱ ହେଇନି। କୌଣସି ଅନ୍ୟ ଦଳ ଶହ ଦଳ ଭାଗ ହେଉଛି, କାରଣ ତାଙ୍କ ମନରେ ସ୍ପଷ୍ଟତା ନାହିଁ, ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ। ଆମେ ଯେହେତୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ କରୁଛୁ ଆଉ ସବୁ ପରାମର୍ଶ କରି କରୁଛନ୍ତି, ପାର୍ଲାମେଣ୍ଟ ପାର୍ଟି ନୀତିଗତ ନିଷ୍ପତ୍ତି ନେଉଛି। ସବୁଠୁ ଫିଡ଼ବ୍ୟାକ୍ ନିଆଯାଏ, 1000 ଫିଡ଼ବ୍ୟାକ୍ ନେଲା ପରେ ତାପରେ ନୀତିଗତ ନିଷ୍ପତ୍ତି ନିଆଯାଏ। ଦକ୍ଷତା ଥିବା ନେତା ନେତୃତ୍ୱ ନେବା ଦରକାର। ଦକ୍ଷତା ସାଧାରଣ କାର୍ଯ୍ୟକର୍ତ୍ତା ଅସାଧାରଣ ହେବ, ଏ ହେଲା ଆମ ସାଂଗଠନିକ ବ୍ୟବସ୍ଥା। ସବୁ କାମ କେହି ମାପେଟରୁ ଶିଖି ଆସିନଥାନ୍ତି। ଶିଖିବା ଗୋଟେ ପ୍ରକ୍ରିୟା। ସେ ପ୍ରକ୍ରିୟାରେ ଯାହାକୁ ଦାୟିତ୍ୱ ମିଳିବ ସେ ନିଶ୍ଚୟ ଶିଖିବ, ଜାଣିବ।